ଜୟ ଜଗନ୍ନାଥ। ମହାପ୍ରଭୁ ସମସ୍ତଙ୍କର ମଙ୍ଗଳ କରନ୍ତୁ। ଆଜି ଜାଣିବା ଆସ ମଙ୍ଗଳ ଗ୍ରହ ବିଷୟରେ। ମଙ୍ଗଳ ଗ୍ରହ ଦକ୍ଷିଣ ଦିଗର ଅଧିପତି। ମିଶାମିଶି ବର୍ଣ୍ଣ ମଙ୍ଗଳ, ଜାତିରେ କ୍ଷତ୍ରିୟ। ମଙ୍ଗଳ ଦକ୍ଷିଣ ଦିଗ ଅଧିପତି। ମଙ୍ଗଳଙ୍କର ତିକ୍ତ ରସ ଭାରି ଆକୃଷ୍ଟ। ପିତ୍ତ ବୃଦ୍ଧି ଧାତୁ ଜନିତ ବିଭିନ୍ନ ରୋଗ ମଙ୍ଗଳ ଯେତେବେଳେ ଚାଲେ ହୁଏ, ଆରମ୍ଭ ହୋଇଯାଏ। ଏଇଭଳି ହବ କି ଆରମ୍ଭ ହେଇଥାଏ ପିତା ହୁଏ। ମଙ୍ଗଳ ଦେଖିବାକୁ ତ୍ରିକୋଣକୃତି ରଙ୍ଗ ମଙ୍ଗଳର। ମଙ୍ଗଳ ପିଙ୍ଗଳ ଓ ଗୋଲାପ ବର୍ଣ୍ଣର। ଆସନ୍ତୁ ମଙ୍ଗଳ ଗ୍ରହର ଗଣନା ବିଷୟରେ ଜାଣିବା। ପୂର୍ବ ପରି ନିଜ ରାଶି ଠାରୁ ସଂଖ୍ୟା କହିବ ଏବଂ ଯେଉଁ ରାଶିରେ ମଙ୍ଗଳ ଅବସ୍ଥାନ କରୁଥିବେ ଉକ୍ତ ଯେତେ ସଂଖ୍ୟା ହେଉ ତହିଁରୁ ବିଚାର କରିବେ। ମଙ୍ଗଳ ଶନି ରାଶିର ଥିଲେ ଜନ୍ମ ମଙ୍ଗଳ ବୋଲି ଜାଣିବାକୁ ହେବ। ପ୍ରଥମ ଜନ୍ମ ମଙ୍ଗଳ ହେଲେ ତାହା ସ୍ଥାନାନ୍ତର ଓ ଶତ୍ରୁବୁଦ୍ଧି କୁକୁଡ଼ା ପଢ଼ାଇବ। ଦ୍ୱିତୀୟରେ ମଙ୍ଗଳ ହେଲେ ଅଧିକ ବ୍ୟସ୍ତ ଓ କାର୍ଯ୍ୟରେ ତ୍ରୁଟି ରହିବ। ତୃତୀୟ ମଙ୍ଗଳ ହେଲେ କାର୍ଯ୍ୟରତ ଥିବା ମଙ୍ଗଳ ଓ ଅର୍ଥ ଉପାର୍ଜନ ହୁଏ। ଚତୁର୍ଥ ମଙ୍ଗଳ ହେଲେ ଶତ୍ରୁ ଦ୍ୱାରା କ୍ଷୟକ୍ଷତି ଭୋଗିବାକୁ ପଡ଼େ। ପଞ୍ଚମରେ ମଙ୍ଗଳ ହେଲେ ଅଙ୍ଗରେ ପୀଡ଼ା ଓ ଚର୍ମାଦି ରୋଗରେ ପୀଡ଼ିତ କରାଏ। ଷଷ୍ଠ ମଙ୍ଗଳ ହେଲେ ପୂର୍ବରୁ ଯେଉଁମାନେ ଷଷ୍ଠ ମଙ୍ଗଳ ହେଲେ ଭୂମି ଗୁରୁଲାଭ। ସପ୍ତମ ମଙ୍ଗଳ ହେଲେ ରୋଗ ସୁଖ ଓ ଅର୍ଥ ବ୍ୟୟ। ଅଷ୍ଟମରେ ମଙ୍ଗଳ ହେଲେ ଅସ୍ତ୍ରାଘାତ ମନସ୍ତାପ ଇତ୍ୟାଦି ଅଶାନ୍ତି ଜୁଟାଏ। ନବମରେ ମଙ୍ଗଳ ହେଲେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ବାଧା ସୃଷ୍ଟି। ମଙ୍ଗଳ ବାଧା ପଡ଼ିବ, ବାଧା ସୃଷ୍ଟି ହୁଏ। ଦଶମରେ ମଙ୍ଗଳ ହେଲେ ଧନ ପ୍ରାପ୍ତି। ଏକାଦଶରେ ମଙ୍ଗଳ ହେଲେ ଭୂଇଁ ଜମି ବାଡ଼ି କିଣିବେ, ଅର୍ଥ ଲାଭ, ପଇସା ଏଇ ଭୂମିର ଭଲ ଅଛି, ବହୁତ ରଖିକି ବଡ଼ ମଣିଷ ଅଛି ଏବଂ ଯଥାର୍ଥରେ ଖର୍ଚ୍ଚାନ୍ତ ହେବ। ଦ୍ୱାଦଶ ମଙ୍ଗଳ ହେଲେ ରୋଗ ଏବଂ ଅର୍ଥରେ ଅନର୍ଥ ଓ ଫଳ ଅଧିପତି ବ୍ୟୟ ହୁଏ। ଏହି ମଙ୍ଗଳ ଗୋଟିଏ ରାଶିରେ 1.5 ମାସ ପର୍ଯ୍ୟନ୍ତ ରହି ଅନ୍ୟ ରାଶିକୁ ଚାଲିଯାଆନ୍ତି। ଏହିପରି ଘୁରି ଘୁର ଚକ୍ର କହନ୍ତି ନବଗ୍ରହ ମଣିଷ ଉପରେ। ବେଶୀ କିଛି ମୁଁ କହୁନାହିଁ, ଆପଣମାନେ ନିଜ ମତେ ବିଚାର କରି ଯାହା
ଯାହା ଯେଉଁ ଦଣ୍ଡ ଦେବେ